ओम शांति 28 अगस्ट 2025 प्रातः मुरली शिव भगवानकर मधुर महावाक्य। शिव बाबा कहते मिठे बच्चे एबे तुमर डाकरार शुणाणी होइछि। शेषरे सेही दिन आसीगला ଯେଉଁ दिन कि तुमे उत्तमରୁ उत्तम पुरुष यही पुरुषोत्तम संगम जुगरे हेउछ। ଏବେ ତୁମର ଡାକରାର ଶୁଣାଣି ହୋଇଛି। ଶେଷରେ ସେହି ଦିନ ଆସିଗଲା ଯେଉଁଦିନ କି ତୁମେ ଉତ୍ତମରୁ ଉତ୍ତମ ପୁରୁଷ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହେଉଛ। ଆଜିର ପ୍ରଶ୍ନ, ହାରିବା ଏବଂ ଜିତିବା ସହିତ ସମ୍ବନ୍ଧିତ କେଉଁ ଏକ ଭ୍ରଷ୍ଟ କର୍ମ ରହିଛି ଯାହା ମନୁଷ୍ୟକୁ ଦୁଃଖୀ କରୁଛି? ହାରିବା ଏବଂ ଜିତିବା ସହିତ ସମ୍ବନ୍ଧିତ କେଉଁ ଏକ ଭ୍ରଷ୍ଟ କର୍ମ ରହିଛି ଯାହା ମନୁଷ୍ୟକୁ ଦୁଃଖୀ କରୁଛି? ଉତ୍ତର, ଜୁଆ। ବହୁତ ମନୁଷ୍ୟଙ୍କଠାରେ ଜୁଆ ଖେଳିବାର ଅଭ୍ୟାସ ଥାଏ। ଏହା ଏକ ଭ୍ରଷ୍ଟ କର୍ମ, କାହିଁକି ନା ଏଥିରେ ହାରିଲେ ଦୁଃଖ ଏବଂ ଜିତିଲେ ଖୁସି ମିଳିଥାଏ। ତୁମେ ପିଲାମାନଙ୍କ ପାଇଁ ବାବାଙ୍କର ଆଜ୍ଞା ହେଲା, ପିଲାମାନେ ଦୈବୀ କର୍ମ କର, ଏଭଳି କୌଣସି କର୍ମ କର ନାହିଁ ଯେଉଁଥିରେ ସମୟ ନଷ୍ଟ ହେବ। ସର୍ବଦା ବେହଦର ବିଜୟ ପ୍ରାପ୍ତ କରିବା ପାଇଁ ହିଁ ପୁରୁଷାର୍ଥ କର। ଗୀତ ଆଖିର ଓହ ଦିନ ଆୟା ଆଜ। ଓମ୍ ଶାନ୍ତି। ଡବଲ ଓମ୍ ଶାନ୍ତି। ତୁମ ପିଲାମାନଙ୍କୁ ମଧ୍ୟ କହିବାକୁ ପଡ଼ିବ ଓମ୍ ଶାନ୍ତି। ଏଠାରେ ପୁଣି ଡବଲ ଓମ୍ ଶାନ୍ତି। ଏକ ସୁପ୍ରିମି ଆତ୍ମା ଶିବ ବାବା କହୁଛନ୍ତି ଓମ୍ ଶାନ୍ତି। ଦ୍ୱିତୀୟରେ ଏହି ଦାଦା କହୁଛନ୍ତି ଓମ୍ ଶାନ୍ତି। ତେଣୁ ତୁମେ ପିଲାମାନେ ବି କହୁଛ ମୁଁ ଆତ୍ମା ଶାନ୍ତ ସ୍ୱରୂପ, ଶାନ୍ତି ଦେଶର ନିବାସୀ ଅଟେ। ଏଠାକୁ ଏହି ସ୍ଥୂଳ ଦେଶକୁ ପାଠ କରିବାକୁ ଆସିଛି। ଏହି କଥାକୁ ଆତ୍ମାମାନେ ଭୁଲି ଯାଇଛନ୍ତି। ପୁଣି ଶେଷରେ ସେହି ଦିନ ତ ନିଶ୍ଚିତ ଆସିଛି ଯେତେବେଳେ କି ଶୁଣାଣି ହେଉଛି। କେଉଁ ଶୁଣାଣି? କହିଥାନ୍ତି ବାବା ଦୁଃଖ ହରଣ କରି ସୁଖ ଦିଅ। ପ୍ରତ୍ୟେକ ମନୁଷ୍ୟ ସୁଖ ଶାନ୍ତି ହିଁ ପସନ୍ଦ କରିଥାନ୍ତି। ବାବା ମଧ୍ୟ ହେଉଛନ୍ତି ଦୀନବନ୍ଧୁ। ଏହି ସମୟରେ ଭାରତ ବିଲକୁଲ ଗରିବ ଅଟେ। ପିଲାମାନେ ଜାଣିଛନ୍ତି ଯେ ଆମେ ବିଲକୁଲ ସାହୁକାର ଥିଲୁ। ଏହା ମଧ୍ୟ ତୁମେ ବ୍ରାହ୍ମଣ ସନ୍ତାନମାନେ ଜାଣୁଛ। ବାକି ତ ସବୁ ଜଙ୍ଗଲରେ ଅଛନ୍ତି। ତୁମେ ପିଲାମାନଙ୍କର ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ନିଶ୍ଚୟ ରହିଛି। ତୁମେ ଜାଣୁଛ ଯେ ଇଏ ହେଉଛନ୍ତି ଶ୍ରୀ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ। ତାଙ୍କର ମତ ମଧ୍ୟ ସର୍ବଶ୍ରେଷ୍ଠ। ଭଗବାନ ଉବାଚ ରହିଛି ନା, ମନୁଷ୍ୟ ତ ରାମ ରାମର ଏପରି ଧ୍ୱନି କରିଥାନ୍ତି ଯେପରି ନିରନ୍ତର ବାଜା ବାଜୁଛି। ବାସ୍ତବରେ ରାମ ତ ତ୍ରେତୟାର ରାଜା ଥିଲେ। ତାଙ୍କର ମହିମା ଥିଲା 14 କଳା ଥିଲା, 2 କଳା କମ୍। ତାଙ୍କ ପାଇଁ ମଧ୍ୟ ଗାୟନ କରିଥାନ୍ତି ରାମ ରାଜା ରାମ ପ୍ରଜା। ତୁମେ ସାହୁକାର ହେଉଛ ନା? ରାମଙ୍କଠାରୁ ବେଶୀ ସାହୁକାର ଲକ୍ଷ୍ମୀ ନାରାୟଣ ହୋଇଥିବେ। ରାଜାଙ୍କୁ ଅନ୍ନଦାତା କହନ୍ତି। ବାବା ମଧ୍ୟ ଦାତା ଅଟନ୍ତି। ସେ ସବୁ କିଛି ଦେଉଛନ୍ତି। ପିଲାମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି। ସେଠାରେ କୌଣସି ଅପ୍ରାପ୍ତ ବସ୍ତୁ ନାହିଁ ଯାହା ପାଇଁ ପାପ କରିବାକୁ ପଡ଼ିବ। ସେଠାରେ ପାପର ନାମ ନଥାଏ। ଅଧା କଳ୍ପ ହେଲା ଦୈବୀ ରାଜ୍ୟ, ଆଉ ଅଧା କଳ୍ପ ହେଲା ଆସୁରୀ ରାଜ୍ୟ। ଅସୁର ଅର୍ଥାତ୍ ଯାହାଙ୍କଠାରେ ଦେହ ଅଭିମାନ ଅଛି, 5 ବିକାର ଅଛି। ଏବେ ତୁମେ ଆସିଛ ନାବିକ ଅଥବା ବାଗବାନ ବା ବାଗିଚାର ମାଲିକଙ୍କ ପାଖକୁ। ତୁମେ ଜାଣିଛ ଯେ ଆମେ ପ୍ରତ୍ୟକ୍ଷରେ ତାଙ୍କ ପାଖରେ ବସିଛୁ। ତୁମେ ପିଲାମାନେ ମଧ୍ୟ ବସି ବସି ଭୁଲି ଯାଉଛ। ଭଗବାନ ଯେଉଁ ଆଜ୍ଞା ଦେଉଛନ୍ତି ତାକୁ ମାନିବା ଦରକାର ନା। ପ୍ରଥମେ ତ ସେ ଶ୍ରୀମତ ଦେଉଛନ୍ତି ଶ୍ରେଷ୍ଠରୁ ଶ୍ରେଷ୍ଠ କରିବା ପାଇଁ। ତେଣୁ ଶ୍ରୀମତରେ ତ ପୁରା ଚାଲିବା ଦରକାର ନା। ପ୍ରଥମେ ମତ ଦେଉଛନ୍ତି ଦେହୀ ଅଭିମାନୀ ହୁଅ।
ବାବା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି। ଏହି କଥା ପକ୍କା ପକ୍କା ୟାଦ କର। ଏହି ଅକ୍ଷର ମନେ ପକାଇଲେ ବେଡ଼ା ପାରି ହୋଇଯିବ। ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମେ ହିଁ 84 ଜନ୍ମ ନେଇଛ। ତୁମେ ହିଁ ତମ ପ୍ରଧାନରୁ ଶତ ପ୍ରଧାନ ହେଉଛ। ଏହି ଦୁନିଆ ତ ହେଉଛି ପତିତ ଦୁଃଖୀ। ସ୍ୱର୍ଗକୁ କୁହାଯାଏ ସୁଖଧାମ। ପିଲାମାନେ ଜାଣନ୍ତି ଯେ ଶିବ ବାବା ଭଗବାନ ଆମକୁ ପଢ଼ାଉଛନ୍ତି। ତାଙ୍କର ଆମେ ଛାତ୍ର ଅଟୁ। ସେ ପିତା ମଧ୍ୟ ଅଟନ୍ତି, ଟିଚର ମଧ୍ୟ ଅଟନ୍ତି। ତେଣୁ ପାଠ ମଧ୍ୟ ଭଲ ରୂପେ ପଢ଼ିବା ଦରକାର। ଦୈବୀ କର୍ମ ମଧ୍ୟ କରିବା ଦରକାର। କୌଣସି ଭ୍ରଷ୍ଟ କର୍ମ କରିବା ଉଚିତ ନୁହେଁ। ଭ୍ରଷ୍ଟ କର୍ମ ମଧ୍ୟରେ ଜୁଆ ବି ଆସିଯାଉଛି। ଏହା ବି ଦୁଃଖ ଦେଇଥାଏ। ହାରିଲେ ଦୁଃଖ ହେବ, ଜିତିଲେ ଖୁସି ହେବ। ଏବେ ତୁମେ ପିଲାମାନେ ମାୟାଠାରୁ ବେହଦର ହାର ଖାଇଛ। ଏହା ମଧ୍ୟ ହେଉଛି ବେହଦର ହାର ଏବଂ ଜିତର ଖେଳ। 5 ବିକାର ରୂପୀ ରାବଣଠାରୁ ହାରିବା ଅର୍ଥ ହାର। ତା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ। ମାୟାଠାରୁ ହାରିବା ହିଁ ହେଉଛି ହାର। ଏବେ ତୁମେ ସନ୍ତାନମାନଙ୍କର ବିଜୟ ହେବ। ଏବେ ତୁମମାନଙ୍କୁ ମଧ୍ୟ ଜୁଆ ଇତ୍ୟାଦି ସବୁ ଛାଡ଼ି ଦେବା ଉଚିତ। ଏବେ ବେହଦର ବିଜୟ ପ୍ରାପ୍ତ କରିବା ପାଇଁ ପୁରା ଧ୍ୟାନ ଦେବା ଦରକାର। କୌଣସି ଏଭଳି କର୍ମ ବି କରିବା ଅନୁଚିତ। ସମୟ ନଷ୍ଟ କରିବା ଅନୁଚିତ। ବେହଦର ଜିତ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ। ପୁରୁଷାର୍ଥକୁ କରାଇଲା ବାଲା ବାବା ସମର୍ଥ ଅଟନ୍ତି। ସେ ହେଲେ ସର୍ବଶକ୍ତିମାନ। ଏହା ମଧ୍ୟ ବୁଝାଇଛନ୍ତି ଯେ କେବଳ ବାବା ସର୍ବଶକ୍ତିମାନ ନୁହନ୍ତି, ରାବଣ ମଧ୍ୟ ସର୍ବଶକ୍ତିମାନ। ଅଧାକଳ୍ପ ରାବଣ ରାଜ୍ୟ, ଅଧାକଳ୍ପ ରାମ ରାଜ୍ୟ ଚାଲୁଛି। ଏବେ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ। ଏବେ ସେସବୁ ହଦର କଥାକୁ ଛାଡ଼ି ବେହଦର ସେବାରେ ଲାଗିଯିବା ଦରକାର। ନାବିକ ଆସିଛନ୍ତି। ଶେଷରେ ସେହି ଦିନ ଆସି ତ ଯାଇଛି ନା। ଡାକରାର ଶୁଣାଣି ହେଉଛି ସର୍ବୋଚ୍ଚ ବାବାଙ୍କ ପାଖରେ। ବାବା କହୁଛନ୍ତି, ପିଲାମାନେ, ତୁମେ ଅଧାକଳ୍ପ ବହୁତ ଧକ୍କା ଖାଇଛ, ପତିତ ହୋଇଛ। ପବିତ୍ର ଭାରତ ଶିବାଳୟ ଥିଲା। ତୁମେ ଶିବାଳୟରେ ରହୁଥିଲ। ଏବେ ତୁମେ ବେଶ୍ୟାଳୟରେ ଅଛ। ତୁମେ ଶିବାଳୟ ନିବାସୀଙ୍କୁ ପୂଜା କରୁଛ। ଏଠାରେ ଏହି ଅନେକ ଧର୍ମର କେତେ ଭିଡ଼। ବାବା କହୁଛନ୍ତି, ଏ ସମସ୍ତଙ୍କୁ ମୁଁ ଖଲାସ କରିଦେଉଛି। ସମସ୍ତଙ୍କର ବିନାଶ ହେବ। ଅନ୍ୟ ଧର୍ମସ୍ଥାପକମାନେ ବିନାଶ କରନ୍ତି ନାହିଁ। ସେମାନେ ସଦ୍ଗତି ଦାତା ଗୁରୁ ମଧ୍ୟ ନୁହନ୍ତି। ସଦ୍ଗତି ଜ୍ଞାନ ଦ୍ୱାରା ହିଁ ମିଳିଥାଏ। ସଭିଙ୍କର ସଦ୍ଗତି ଦାତା ହେଉଛନ୍ତି ଜ୍ଞାନର ସାଗର ବାବା। ଏହି ଅକ୍ଷର ଭଲ ଭାବରେ ନୋଟ କର। ବହୁତ ଅଛନ୍ତି ଯେଉଁମାନେ ଏଠାରେ ଶୁଣି ବାହାରକୁ ଗଲା ପରେ ଏଠିକାର କଥା ଏହିଠାରେ ହିଁ ରହିଯାଏ। ଯେପରି ଗର୍ଭ ଜେଲରେ କହିଥାନ୍ତି ଯେ ମୁଁ ଆଉ ପାପ କରିବି ନାହିଁ। ବାହାରକୁ ବାହାରିଲା ପରେ ବାସ୍ ସେଠାକାର କଥା ସେହିଠାରେ ହିଁ ରହିଗଲା। ଟିକିଏ ବଡ଼ ହେଲେ ପାପ କରିବାରେ ଲାଗି ପଡ଼ନ୍ତି। କାମ କଟୁରୀ ଚାଳନା କରନ୍ତି। ସତ୍ୟ ଯୁଗରେ ତ ଗର୍ଭ ମଧ୍ୟ ମହଲ ପରି ହୋଇଥାଏ। ତେଣୁ ବାବା ବସି ବୁଝାଉଛନ୍ତି, ଶେଷରେ ସେହି ଦିନ ଆଜି ଆସିଯାଇଛି। କେଉଁ ଦିନ? ପୁରୁଷୋତ୍ତମ ସଙ୍ଗମ ଯୁଗର ଦିନ, ଯାହା ବିଷୟରେ କାହାକୁ ଜଣା ନାହିଁ। ପିଲାମାନେ ଅନୁଭବ କରୁଛନ୍ତି ଯେ ଆମେ ପୁରୁଷୋତ୍ତମ ହେଉଛୁ। ଉତ୍ତମରୁ ଉତ୍ତମ ପୁରୁଷ ଆମେ ହିଁ ଥିଲୁ। ତେଣୁ ଶ୍ରେଷ୍ଠ ଧର୍ମ ମଧ୍ୟ ଥିଲା। କର୍ମ ମଧ୍ୟ ଶ୍ରେଷ୍ଠରୁ ଶ୍ରେଷ୍ଠ ଥିଲା। ରାବଣ ରାଜ୍ୟ ହିଁ ନଥିଲା। ଶେଷରେ ସେହି ଦିନ ଆସିଛି ଯେବେ କି ବାବା ଆସିଛନ୍ତି ପଢ଼ାଇବା ପାଇଁ। ସେ ହିଁ ପତିତ ପାବନ। ତେଣୁ ଏଭଳି ପିତାଙ୍କର ଶ୍ରୀମତରେ ଚାଲିବା ଦରକାର ନା। ଏବେ ହେଉଛି କଳିଯୁଗର ଅନ୍ତିମ। କିଛି ସମୟ ମଧ୍ୟ ଦରକାର ନା ପବିତ୍ର ହେବା ପାଇଁ। 60 ବର୍ଷର ପରକୁ ବାନପ୍ରସ୍ଥ କହିଥାନ୍ତି। 60 ହେଲା ତ ଲାଗିଲା ଲାଠି ବା ଲାଠି ଧରିବାକୁ ପଡ଼ିଥାଏ।
ବର୍ଷ ହେଲେ ବାଡ଼ି ଧରିବାକୁ ପଡ଼ିଥାଏ। ଏବେ ତ ଦେଖ 80 ବର୍ଷର ବୁଢ଼ା ମଧ୍ୟ ବିକାରକୁ ଛାଡ଼ୁନାହାନ୍ତି। ବାବା କହୁଛନ୍ତି ଏହାଙ୍କର ବାନପ୍ରସ୍ଥ ଅବସ୍ଥାରେ ପ୍ରବେଶ କରି ୟାଙ୍କୁ ବୁଝାଉଛି। ଆତ୍ମା ହିଁ ପବିତ୍ର ହୋଇ ଦୁନିଆରୁ ପାରି ହୋଇଯାଉଛି। ଆତ୍ମା ହିଁ ଉଡ଼ି ଯାଉଛି। ଏବେ ଆତ୍ମାର ଡେଣା କଟିଯାଇଛି, ଉଡ଼ିପାରିବ ନାହିଁ। ରାବଣ ଡେଣା କାଟି ଦେଇଛି, ପତିତ ହୋଇଯାଇଛି। କେହି ଜଣେ ହେଲେ ମଧ୍ୟ ଫେରି ଯାଇପାରିବ ନାହିଁ। ପ୍ରଥମେ ତ ସୁପ୍ରିମ ବାବାଙ୍କୁ ଜାଣିବା ଦରକାର। ଶିବଙ୍କର ବରଯାତ୍ରୀ କହିଥାନ୍ତି ନା, ଶଙ୍କରଙ୍କର ବରଯାତ୍ରୀ ନଥାଏ। ବାବାଙ୍କ ପଛରେ ଆମେ ସବୁ ପିଲାମାନେ ଯାଉଛୁ। ବାବା ଆସିଛନ୍ତି ନେଇଯିବା ପାଇଁ। ଶରୀର ସହିତ ତ ନେଇଯିବେ ନାହିଁ ନା। ଆତ୍ମାମାନେ ସବୁ ହେଉଛନ୍ତି ପତିତ। ଯେ ପର୍ଯ୍ୟନ୍ତ ପବିତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଫେରି ଯାଇପାରିବେ ନାହିଁ। ପବିତ୍ରତା ଥିଲା ତ ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ଥିଲା। କେବଳ ତୁମେ ଆଦି ସନାତନ ଦେବୀ ଦେବତା ଧର୍ମାବଲମ୍ବୀମାନେ ହିଁ ଥିଲ। ଏବେ ଆଉ ସବୁ ଧର୍ମାବଲମ୍ବୀ ଅଛନ୍ତି। ଦେବୀ ଦେବତା ଧର୍ମ ନାହିଁ। ଏହାକୁ କଳ୍ପବୃକ୍ଷ କୁହାଯାଏ। ବରଗଛ ସହିତ ଏହାକୁ ତୁଳନା କରାଯାଇଛି। ମୂଳ କାଣ୍ଡ ନାହିଁ, ବାକି ସାରା ବୃକ୍ଷ ଛିଡ଼ା ହୋଇଛି। ସେହିପରି ଏହି ଦେବୀ ଦେବତା ଧର୍ମର ମୂଳଦୁଆ ନାହିଁ, ବାକି ସାରା ବୃକ୍ଷ ଛିଡ଼ା ହୋଇଛି। ନିଶ୍ଚିତ ଥିଲା, କିନ୍ତୁ ଏବେ ପ୍ରାୟ ଲୋପ ହୋଇଯାଇଛି। ପୁଣି ପୁନରାବୃତ୍ତି ହେବ। ବାବା କହୁଛନ୍ତି ମୁଁ ପୁଣି ଆସିଥାଏ ଏକ ଧର୍ମର ସ୍ଥାପନା କରିବା ପାଇଁ। ବାକି ସବୁ ଧର୍ମର ବିନାଶ ହୋଇଯାଇଥାଏ, ନଚେତ ସୃଷ୍ଟିଚକ୍ର କିପରି ଘୂରିବ? କୁହାଯାଏ ମଧ୍ୟ ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି। ଏବେ ପୁରୁଣା ଦୁନିଆ ଅଛି, ପୁଣି ନୂଆ ଦୁନିଆର ପୁନରାବୃତ୍ତି ହେବ। ଏହି ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ନୂଆ ଦୁନିଆ ସ୍ଥାପନ ହେବ। ଏହି ଭାରତ ନୂଆରୁ ପୁରୁଣା ହେଉଛି। କୁହାଯାଏ ଯମୁନା କୂଳରେ ପରିସ୍ଥାନ ଥିଲା। ବାବା କହୁଛନ୍ତି ତୁମେ କାମଚିତାରେ ବସି କବରସ୍ଥାନୀ ହୋଇଯାଇଛ। ପୁଣି ତୁମକୁ ପରିସ୍ଥାନୀ କରୁଛି। ଶ୍ରୀକୃଷ୍ଣଙ୍କୁ ଶ୍ୟାମ ସୁନ୍ଦର କାହିଁକି କୁହାଯାଏ? କାହାର ବୁଦ୍ଧିରେ ନଥିବ? ନାମ ତ ସୁନ୍ଦର ନା। ରାଧା ଏବଂ କୃଷ୍ଣ ଏମାନେ ହେଲେ ନୂଆ ଦୁନିଆର ରାଜକୁମାର ରାଜକୁମାରୀ। ବାବା କହୁଛନ୍ତି କାମଚିତାରେ ବସିବା ଦ୍ୱାରା ଲୌହ ଯୁଗରେ ଅଛ। ଗାୟନ ବି ରହିଛି। ସାଗରଙ୍କର ସନ୍ତାନ କାମଚିତାରେ ଜଳି ମରିଗଲେ। ଏବେ ବାବା ସମସ୍ତଙ୍କ ଉପରେ ଜ୍ଞାନ ବର୍ଷା କରୁଛନ୍ତି। ପୁଣି ସବୁ ଚାଲିଯିବେ ସୁବର୍ଣ୍ଣ ଯୁଗକୁ। ବର୍ତ୍ତମାନ ରହିଛି ସଙ୍ଗମ ଯୁଗ। ତୁମକୁ ଅବିନାଶୀ ଜ୍ଞାନରତ୍ନର ଦାନ ମିଳୁଛି, ଯାହାଦ୍ୱାରା ତୁମେ ସାହୁକାର ହେଉଛ। ଏହି ଗୋଟିଏ ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର। ସେମାନେ ପୁଣି ଭାବନ୍ତି ଯେ ଶାସ୍ତ୍ରର ବାଣୀ ହେଉଛି ଲକ୍ଷ ଲକ୍ଷ ଟଙ୍କାର। ତୁମେ ପିଲାମାନେ ଏହି ପାଠପଢ଼ା ଦ୍ୱାରା ପଦ୍ମପତି ହେଉଛ। ଏହା ରୋଜଗାରର ମାଧ୍ୟମ ଅଟେ ନା। ଏହି ଜ୍ଞାନରତ୍ନକୁ ତୁମେ ଧାରଣ କରୁଛ, ଝୁଲାରେ ଭରୁଛ। ସେମାନେ ପୁଣି ଶଙ୍କରଙ୍କ ପାଇଁ କହିଥାନ୍ତି ଯେ ହେ ବମ୍ ବମ୍ ମହାଦେବ ଭରିଦିଅ ଝୋଲି। ଶଙ୍କରଙ୍କ ପ୍ରତି କେତେ କେତେ ଦୋଷାରୋପ କରିଛନ୍ତି। ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାଟ ଏହିଠାରେ ଅଛି। ଏହା ମଧ୍ୟ ତୁମେ ଜାଣୁଛ। 84 ଜନ୍ମ ବିଷ୍ଣୁଙ୍କ ପାଇଁ ମଧ୍ୟ କୁହାଯିବ, ଲକ୍ଷ୍ମୀ ନାରାୟଣଙ୍କ ପାଇଁ ମଧ୍ୟ। ତୁମେ ବ୍ରହ୍ମାଙ୍କ ପାଇଁ ବି କହିବ। ବାବା ବସି ବୁଝାଉଛନ୍ତି ଯେ ଠିକ୍ କ'ଣ ଭୁଲ କ'ଣ। ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାଟେ କ'ଣ ରହିଛି? ତୁମେ ହିଁ ଦେବତା ଥିଲ, ଚକ୍ର ଲଗାଇ ବ୍ରାହ୍ମଣ ହୋଇଛ, ପୁଣି ଏବେ ଦେବତା ହେଉଛ। ମୀରାଙ୍କର ପାଟ ଏହିଠାରେ ଚାଲୁଛି। ବୈକୁଣ୍ଠର ଲୀଳାଖେଳା ଧ୍ୟାନ ଦ୍ୱାରା ଦେଖିଥାନ୍ତି। ଏଠାରେ ତ ବୈକୁଣ୍ଠ ନାହିଁ। ମୀରା ଡ୍ୟାନ୍ସ କରୁଥିଲେ, ସେସବୁକୁ ସାକ୍ଷାତକାର କୁହାଯିବ। କେତେ ଟଙ୍କାର ସମ୍ମାନ ରହିଛି, କେତେ ତାଙ୍କର ସମ୍ମାନ ରହିଛି। ସାକ୍ଷାତକାର କଲେ ଆଉ କୃଷ୍ଣଙ୍କ ସାଥିରେ ନୃତ୍ୟ କଲେ। ତେବେ କ'ଣ ହେଲା? ସ୍ୱର୍ଗକୁ ତ ଗଲେ ନାହିଁ ନା। ଗତି ସଦ୍ଗତି ତ ସଙ୍ଗମ ଯୁଗରେ ହିଁ ମିଳିପାରିବ।
ଏହି ପୁରୁଷୋତ୍ତମ ସଙ୍ଗମ ଯୁଗକୁ ତୁମେମାନେ ହିଁ ବୁଝିଛ। ଆମେ ବାବାଙ୍କ ଦ୍ୱାରା ଏବେ ମନୁଷ୍ୟରୁ ଦେବତା ହେଉଛୁ। ବିରାଟ ରୂପର ବି ନଲେଜ ବା ଜ୍ଞାନ ଦରକାର ନା। ଚିତ୍ର ରଖିଛନ୍ତି କିନ୍ତୁ କିଛି ବୁଝୁନାହାନ୍ତି। ଅକାସୁର ବକାସୁର ଏହା ସବୁ ହିଁ ଏହି ସଙ୍ଗମ ଯୁଗର ନାମ। ଭସ୍ମାସୁରର ମଧ୍ୟ ନାମ ରହିଛି। କାମ ଚିତାରେ ବସି ଭସ୍ମ ହୋଇଯାଇଛନ୍ତି। ଏବେ ବାବା କହୁଛନ୍ତି ଯେ ମୁଁ ସମସ୍ତଙ୍କୁ ପୁଣି ଜ୍ଞାନ ଚିତା ଉପରେ ବସାଇ ନେଇଯାଉଛି। ଆତ୍ମାମାନେ ସବୁ ହେଲେ ଭାଇ ଭାଇ। କହିଥାନ୍ତି ମଧ୍ୟ ହିନ୍ଦୁ ଚୀନ ଭାଇ ଭାଇ, ହିନ୍ଦୁ ମୁସଲିମ ଭାଇ ଭାଇ। ଏବେ ଭାଇ ଭାଇ ମଧ୍ୟ ପରସ୍ପର ମଧ୍ୟରେ ଲଢ଼େଇ କରୁଛନ୍ତି। କର୍ମ ତ ଆତ୍ମା କରୁଛି ନା। ଶରୀର ଦ୍ୱାରା ଆତ୍ମା ଲଢ଼େଇ କରୁଛି। ପାପ ମଧ୍ୟ ଆତ୍ମାରେ ଲାଗୁଛି। ସେଥିପାଇଁ ପାପ ଆତ୍ମା କୁହାଯାଏ। ବାବା କେତେ ସ୍ନେହରେ ବସି ବୁଝାଉଛନ୍ତି। ଶିବ ବାବା ଓ ବ୍ରହ୍ମା ବାବା ଉଭୟଙ୍କର ହକ୍ ଅଛି ବଚେ ବଚେ ସମ୍ବୋଧନ କରିବା। ବାବା ଦାଦାଙ୍କ ଦ୍ୱାରା କହୁଛନ୍ତି ଯେ ହେ ସନ୍ତାନଗଣ, ବୁଝିପାରୁଛ ନା, ଆମେ ଆତ୍ମାମାନେ ଏଠାକୁ ଆସି ପାଠ କରୁଛୁ। ପୁଣି ଶେଷରେ ବାବା ଆସି ସମସ୍ତଙ୍କୁ ପବିତ୍ର କରି ସାଥିରେ ନେଇଯାଉଛନ୍ତି। ବାବା ହିଁ ଆସି ଜ୍ଞାନ ଦେଉଛନ୍ତି। ଆସୁଛନ୍ତି ମଧ୍ୟ ଏହିଠାକୁ। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି। ଶିବ ଜୟନ୍ତୀ ପରେ ପୁଣି ହୋଇଥାଏ କୃଷ୍ଣ ଜୟନ୍ତୀ। ଶ୍ରୀକୃଷ୍ଣ ହିଁ ପୁଣି ଶ୍ରୀନାରାୟଣ ହେଉଛନ୍ତି। ପୁଣି ଚକ୍ର ଲଗାଇ ଶେଷରେ ଶ୍ୟାମଳ ପତିତ ହେଉଛନ୍ତି। ବାବା ଆସି ପୁଣି ଗୋରା କରୁଛନ୍ତି। ତୁମେ ବ୍ରାହ୍ମଣ ସେହି ଦେବତା ହେବ। ପୁଣି ସିଡ଼ିରେ ତଳକୁ ଖସିବ। ଏହି 84 ଜନ୍ମର ହିସାବ ଆଉ କାହାର ବୁଦ୍ଧିରେ ନଥିବ। ଗୀତ ମଧ୍ୟ ଶୁଣିଲ। ଶେଷରେ ଭକ୍ତଙ୍କର ଶୁଣାଣି ହେଉଛି। ଡାକିଥାନ୍ତି ମଧ୍ୟ ହେ ଭଗବାନ ଆସି ଆମକୁ ଭକ୍ତିର ଫଳ ଦିଅ। ଭକ୍ତି ଫଳ ଦିଏ ନାହିଁ, ଫଳ ଭଗବାନ ଦେଇଥାନ୍ତି। ଭକ୍ତମାନଙ୍କୁ ଦେବତା କରିଥାନ୍ତି। ତୁମେ ବହୁତ ଭକ୍ତି କରିଛ। ପ୍ରଥମେ ତୁମେ ହିଁ ଶିବଙ୍କର ଭକ୍ତି କରିଛ। ଯିଏ ଭଲ ଭାବରେ ଏହି କଥାକୁ ବୁଝିବ, ତୁମେ ଅନୁଭବ କରିବ ଯେ ଇଏ ହେଉଛନ୍ତି ଆମ କୁଳର। କାହାର ବୁଦ୍ଧିରେ ଯଦି ରହୁନାହିଁ, ତେବେ ଭାବିନିଅ ଯେ ବହୁତ ଭକ୍ତି କରିନାହିଁ, ପଛକୁ ଆସିଛି। ଏଠାକୁ ମଧ୍ୟ ପ୍ରଥମେ ଆସିବେ ନାହିଁ। ଏହିପରି ହିସାବ ରହିଛି। ଯିଏ ବହୁତ ଭକ୍ତି କରିଛନ୍ତି ତାଙ୍କୁ ବହୁତ ଫଳ ମିଳିବ। କମ ଭକ୍ତି ତ କମ ଫଳ। ସେ ସ୍ୱର୍ଗର ସୁଖ ଭୋଗ କରିପାରିବେ ନାହିଁ। କାହିଁକି ନା ପ୍ରାରମ୍ଭରୁ ଶିବଙ୍କର ଭକ୍ତି କରିନାହାନ୍ତି। ତୁମର ବୁଦ୍ଧି ଏବେ ସଠିକ୍ ନିର୍ଣ୍ଣୟ କରୁଛି। ବାବା ଭିନ୍ନ ଭିନ୍ନ ପ୍ରକାରର ଯୁକ୍ତି ବହୁତ ବୁଝାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। 1 ନମ୍ବର, ଏକ ଅବିନାଶୀ ଜ୍ଞାନରତ୍ନ ଯାହାକି ପଦ୍ମ ସମାନ। ସେଥିରେ ନିଜର ଝୁଲାକୁ ଭରି କରି ବୁଦ୍ଧିରେ ଧାରଣ କରି ପରେ ଦାନ କରିବାକୁ ହେବ। 2 ନମ୍ବର, ଶ୍ରୀ ଶ୍ରୀଙ୍କର ଶ୍ରେଷ୍ଠ ମତରେ ପୁରା ଚାଲିବାକୁ ହେବ। ଆତ୍ମାକୁ ସତ ପ୍ରଦାନ କରିବା ପାଇଁ ଦେହୀ ଅଭିମାନୀ ହେବାର ପୁରା ପୁରୁଷାର୍ଥ କରିବାକୁ ହେବ। ଆଜିର ବରଦାନ। ସମସ୍ତଙ୍କ ପ୍ରତି ଶୁଭ ଭାବ ଏବଂ ଶ୍ରେଷ୍ଠ ଭାବନା ଧାରଣ କରୁଥିବା ହଂସ ବୁଦ୍ଧି ହୋଲି ହଂସ ହୁଅ। ସମସ୍ତଙ୍କ ପ୍ରତି ଶୁଭ ଭାବ ଏବଂ ଶ୍ରେଷ୍ଠ ଭାବନା ଧାରଣ କରୁଥିବା ହଂସ ବୁଦ୍ଧି ହୋଲି ହଂସ ହୁଅ। ଡିଟେଲ୍ସ। ହଂସ ବୁଦ୍ଧି ଅର୍ଥାତ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଭ ଚିନ୍ତନ କରୁଥିବା ଆତ୍ମା। ପ୍ରଥମେ ପ୍ରତ୍ୟେକ ଆତ୍ମାର ଭାବ ଅର୍ଥାତ ଉଦ୍ଦେଶ୍ୟକୁ ପରଖି ତାପରେ ଧାରଣ କରୁଥିବା ଆତ୍ମା। କେବେ ବି ବୁଦ୍ଧିରେ କୌଣସି ବି ଆତ୍ମା ପ୍ରତି ଅଶୁଭ ବା ସାଧାରଣ ଭାବ ଧାରଣ ହେଉନଥିବ।
ସର୍ବଦା ଶୁଭ ଭାବ ଏବଂ ଶୁଭ ଭାବନା ରଖୁଥିବା ଆତ୍ମାମାନେ ହିଁ ହୋଲି ହଂସ ଅଟନ୍ତି। ସେମାନେ କୌଣସି ବି ଆତ୍ମାର ଅକଲ୍ୟାଣର କଥାକୁ ଶୁଣୁଥିଲେ ବା ଦେଖୁଥିଲେ ମଧ୍ୟ ଅକଲ୍ୟାଣକୁ କଲ୍ୟାଣର ମନୋବୃତ୍ତି ଦ୍ୱାରା ପରିବର୍ତ୍ତନ କରିଦେବେ। ସେମାନଙ୍କର ଦୃଷ୍ଟି ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଦ୍ଧ ସ୍ନେହଯୁକ୍ତ ହୋଇଥିବ। ଆଜିର ସ୍ଲୋଗାନ, ତୁମେମାନେ ଏଭଳି ପ୍ରେମରେ ଭରପୁର ଗଙ୍ଗା ହୁଅ ଯାହାକି ତୁମ ଦ୍ୱାରା ପ୍ରେମର ସାଗର ବାବା ଦେଖାଯାଆନ୍ତୁ। ତୁମେମାନେ ଏଭଳି ପ୍ରେମରେ ଭରପୁର ଗଙ୍ଗା ହୁଅ ଯାହାକି ତୁମ ଦ୍ୱାରା ପ୍ରେମର ସାଗର ବାବା ଦେଖାଯାଆନ୍ତୁ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରେ, ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। କେତେକ ଭକ୍ତ ଆତ୍ମା ପ୍ରଭୁ ପ୍ରେମରେ ଲୀନ ହେବା ପାଇଁ ଚାହାନ୍ତି, ଆଉ କେହି ପୁଣି ଜ୍ୟୋତିରେ ଲୀନ ହେବାକୁ ଚାହାନ୍ତି। ଏଭଳି ଆତ୍ମାମାନଙ୍କୁ ଗୋଟିଏ ସେକେଣ୍ଡରେ ବାବାଙ୍କର ପରିଚୟ, ବାବାଙ୍କର ମହିମା ଏବଂ ପ୍ରାପ୍ତିର କଥା ଶୁଣାଇ ସମ୍ବୋଧର ଲଭ୍ଲିନି ଅବସ୍ଥାରେ ଅନୁଭବ କରାଅ। ଯଦି ଲଭ୍ଲିନି ହୋଇଯିବେ ତେବେ ସହଜରେ ଲୀନ ହେବାର ରହସ୍ୟକୁ ମଧ୍ୟ ଜାଣିଯିବେ। ଓମ୍ ଶାନ୍ତି।